କରୁଥିବା ଏବଂ ପୃଥିବୀ ପ୍ରସିଦ୍ଧ କଟକର ଯେଉଁ ଦୁର୍ଗା ପୂଜା ଭସାଣୀ ମହୋତ୍ସବରେ ଗତକାଲି ମଧ୍ୟରାତ୍ରିରେ ଯେଉଁ କିଛି ଅଘଟଣ ଘଟିଗଲା ଏବଂ ବିଶେଷ କରି ଯେଉଁମାନେ ଦୁର୍ଗା ମାଙ୍କ ଭକ୍ତଙ୍କ ଉପରେ ଯେଉଁ ପ୍ରକାର ଅମାନୁଷିକ ଆକ୍ରମଣ ହେଲା ତାକୁ ଭାରତୀୟ ଜନତା ପାର୍ଟି କଠୋର ଶବ୍ଦରେ ନିନ୍ଦା କରୁଛି ଏବଂ ଯେଉଁମାନେ ଏ କାଣ୍ଡ ଭିଆଇଛନ୍ତି ବିଶେଷ କରି କଟକର ଭାଇଚାରାକୁ ନଷ୍ଟ କରିବା ପାଇଁ ଯେଉଁମାନେ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରିଛନ୍ତି ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉ ଆଉ ବିଶେଷ କରି ଯେଉଁ 6 ଜଣ ବର୍ତ୍ତମାନ ସୁଦ୍ଧା ଆରେଷ୍ଟ ହୋଇଛନ୍ତି ବା ଆଗକୁ ହେବେ ସେମାନଙ୍କୁ NSA ବଳରେ ବା ନ୍ୟାସନାଲ ସିକ୍ୟୁରିଟି ଆକ୍ଟ ବଳରେ ସେମାନଙ୍କୁ ଗିରଫ କରାଯାଉ। ଯଦି ଗିରଫ କରାଯାଇଛି ଏହି ଆଇନ ତାଙ୍କ ପାଇଁ ଲଗାଯାଉ, ଫଳରେ ଏଇଟା ଗୋଟେ ଏକ୍ଜାମ୍ପଲାରୀ ଆକ୍ସନ୍ ହେବ। ଆଗକୁ ଯେଉଁ ପାର୍ବଣ ଆସୁଛି ବା କାଳୀ ପୂଜା ଏବଂ କାର୍ତ୍ତିକେଶ୍ୱର ପୂଜାଙ୍କ ବେଳେ ଆଉ ଏମିତି ଅଘଟଣ ନ ଘଟୁ ବା ବାରମ୍ବାର ବିଗତ ଦିନ ଯେଉଁ ଘଟୁଛି ତାର ପୁନରାବୃତ୍ତି ନ ହେଉ ଏ ପ୍ରକାର ଦାବି ଆମେ ରଖିଛୁ। ଏବଂ ଆଜି ସକାଳେ ଶାନ୍ତି କମିଟିର କିଛି କାର୍ଯ୍ୟକର୍ତ୍ତା ଏବଂ ପୂଜା କମିଟିର କିଛି ମୁରବୀ ଆମ ଦଳର କିଛି ନେତୃତ୍ୱ ସିପିଙ୍କ ସାଥିରେ DCP ଅଫିସରେ ଏ ବିଷୟରେ ଆଲୋଚନା ହେଇଛି। ଯେଉଁ ମୁଖ୍ୟ ଦାବି ରହିଛି ଏ ଘଟଣା ପଛକ ପଟରେ ଯେଉଁ ବିଷୟ ରହିଛି ସେ ବିଷୟରେ ଆମେ ତାଙ୍କୁ ଅବଗତ କରିଛୁ ଏବଂ ସିଏ ଦେଇଥିବା ଜବାବ ମୁତାବକ କାର୍ଯ୍ୟାନୁଷ୍ଠାନ ଦ୍ରୁତଗତିରେ ଗ୍ରହଣ କରୁଛନ୍ତି। ବର୍ତ୍ତମାନ ଭସାଣୀ ଦୃଷ୍ଟିରୁ ଯେଉଁ ସବୁ CC କ୍ୟାମେରା ଲାଗିଥିଲା ତାର ଚେକଅପ୍ ହେଉଛି ଏବଂ ସେ ଅନୁସାରେ ଆରେଷ୍ଟର ସଂଖ୍ୟା ଗିରଫର ସଂଖ୍ୟା ବୃଦ୍ଧି ପାଇବ ଏବଂ ଆମର ଡିମାଣ୍ଡ ଏଇଠି ଏ କଥାର ପୁନଚ୍ଛେଦ ଘଟୁ, ବାରମ୍ବାର ପୁନରାବୃତ୍ତି ନ ହେଉ, କଟକ ବଦନାମ ନ ହେଉ, ତା ଉପରେ ଆମେ ଆମର ଷ୍ଟାଣ୍ଡ କ୍ଲିୟର କରି ରଖିଛୁ। ବାକି ରାଜ୍ୟ ସରକାର ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି। ଗତକାଲି ରାତି 2:20 ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋ ସାଥିରେ କଥା ହେଇଥିଲେ ଏବଂ କମିଶନର କଥା ହେଇଥିଲେ। ଆମେ ମଧ୍ୟ କମିଶନରଙ୍କୁ କହିଥିଲୁ ତୁରନ୍ତ କଟକ ଆସନ୍ତୁ ଏବଂ ସେ ଆସିଥିଲେ, ନିଜେ ଲିଡ୍ କରିଥିଲେ। କୌଣସି ପ୍ରକାର ଆଉ ଘଟଣାକୁ ବୃହତ ରୂପ ନ ହେଉ, ମୋର୍ଟାଲିଟି ନ ବଢ଼ୁ, ମୃତାହତ ନ ହୁଅନ୍ତୁ। ତେଣୁ ସେ ବିଷୟ ମଧ୍ୟ ଧନ୍ୟବାଦ ପ୍ରଶାସନକୁ, ସିଏ ଆଉ ସେ ଘଟଣାକୁ ଆଗକୁ ବଢ଼େଇବାକୁ ଦେଇନଥିଲେ। ତାଦ୍ୱାରା ମଧ୍ୟ ସେ ଘଟଣାରେ ଆମର DCP ନିଜେ ଆହତ ହେଇଛନ୍ତି, ଦରଗା ବଜାର IAS ଟୋଟାଲ ଆମର ପବ୍ଲିକ 6 ଜଣ ହେଇଛନ୍ତି। ଏତଦ୍ ବ୍ୟତୀତ ନିଜେ DCP ଆହତ ହେଇଛନ୍ତି, ତାଙ୍କର ଆଖି ତଳେ ଗଭୀର ଆଘାତ ଲାଗିଛି। ବାକି ବୋତଲ ମାଡ଼ରେ ମଧ୍ୟ ମୁଣ୍ଡ ବହୁତ ଜୋରରେ ଦରଗା ବଜାର IASଙ୍କର ସେ ମଧ୍ୟ ଆଘାତପ୍ରାପ୍ତ ହେଇଛନ୍ତି। ମାଧ୍ୟମରେ ଆଜି ସନ୍ଧ୍ୟାରେ କଟକ ସହର ବିଭିନ୍ନ ଯୁବ ସଂଗଠନ, ଧାର୍ମିକ ସଂଗଠନ ଏ ଘଟଣାରେ ରୋଷ ପ୍ରକାଶ କରି ବିଭିନ୍ନ ଜାଗାରେ ବୈଠକମାନ କରୁଛୁ। ଆମେ ଆପଣଙ୍କ ମାଧ୍ୟମରେ ସମସ୍ତଙ୍କୁ ନିବେଦନ କରୁଛୁ କଟକରେ ଶାନ୍ତି ସୌହାର୍ଦ୍ଦ୍ୟପୂର୍ଣ୍ଣ ବଜାୟ ରହୁ। ଆପଣମାନେ ଧୈର୍ଯ୍ୟ ଧରନ୍ତୁ, ରାଜ୍ୟ ସରକାରଙ୍କ ଉପରେ ବିଶ୍ୱାସ ରଖନ୍ତୁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି। ଯେଉଁ ଡିମାଣ୍ଡ ବିଭିନ୍ନ ଫୋରମରୁ ଆସିଛି ଆମେ ଏମିତି କହିପାରିବା, ଯେଉଁଗୁଡ଼ାକ ଆମର ଏଭିକ୍ସନ ବିଷୟ, ଯେଉଁ ଜବରଦଖଲର ବିଷୟ, ସିଏ ଗୋଟେ ପାଦ ଆଗେଇଛି। 24 ଘଣ୍ଟା ନ ପୂର୍ବରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ଠାରୁ ଆରମ୍ଭ କରି ଯେଉଁ ହାତୀ ପୋଖରୀର ବିଷୟ ଏବଂ ଯେଉଁ ଇଲିଗାଲି ଯେଉଁମାନେ ରହିଛନ୍ତି ସେମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଗିରଫ କରିବା ଇତ୍ୟାଦି ବିଷୟ ଦ୍ରୁତ ଗତିରେ କାମ ଚାଲିବ। ସରକାରଙ୍କ ଉପରେ ବିଶ୍ୱାସ ରହୁ, ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରହୁ। ମୁଖ୍ୟମନ୍ତ୍ରୀ ସିଧାସଳଖ ଭାବେ ଏ କେସ୍ଟିକୁ ଡିଲ୍ କରୁଛନ୍ତି। ତେଣୁକରି ସମସ୍ତ ଅନୁଷ୍ଠାନ ଯେଉଁମାନେ ବର୍ତ୍ତମାନ ବି ସହରର ବିଭିନ୍ନ ଜାଗାରେ ବୈଠକମାନ କରୁଛନ୍ତି ପ୍ରତିରୋଧ କରିବା ପାଇଁ, ଆମେ ଏମିତି କିଛି କରିବାନି ଯାହାଦ୍ୱାରା କଟକ ସହରର ମାନ କମିବ, ମର୍ଯ୍ୟାଦା କମିବ। ଆମର ଯେଉଁ ପରିଚୟ ଅଛି ଧୀରେ ଧୀରେ ସେଥିରୁ ଆମେ ଓହରିଯିବା। ନିଶ୍ଚୟ ଆମ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଉପରେ ବଡ଼ ଧରଣର ଆଘାତ ହେଇଛି। ସେ ଦୃଷ୍ଟିରୁ ସମସ୍ତେ କଟକ ସହର ଓଡ଼ିଶାବାସୀ ମର୍ମାହତ, ଆମେ ମଧ୍ୟ ମର୍ମାହତ ଏବଂ ଆମେ ପୁରା ସରକାରଙ୍କୁ ଏ ବିଷୟରେ ଅବଗତ କରୁଛୁ। ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ, ଗୋଟେ ଏକ୍ଜାମ୍ପଲାରୀ ଆକ୍ସନ୍ ହେବ ଆଉ ନିଶ୍ଚୟ ହେବ। ସେ ଲୋକ ପ୍ରତିନିଧି ହିସାବରେ ଗତକାଲି ମୁଁ ବଡ଼ ଆଶ୍ଚର୍ଯ୍ୟ ହେଲି। ମୁଁ ନିଜେ ମଧ୍ୟ ଏଠି ସାମ୍ବାଦିକ ଭାଇମାନେ ଅଛନ୍ତି, ମୋ ମୁଣ୍ଡରେ ବି ବୋତଲ ମାଡ଼ ହେଲା, ଗୋଡ଼ରେ କାଚ ପଶିଲା। ଆମେ ଯେତେବେଳେ ସମାଧାନ କରିବାକୁ ଚେଷ୍ଟା କରୁଛୁ
ଆମର ରେସ୍ପନ୍ସିବିଲିଟି ସେଇଟା। ଆମେ ଉତ୍ତରଦାୟୀ ନୁହଁ। ଉତ୍ତରଦାୟୀ ହେଲେ ଲୋକପ୍ରତିନିଧି ଯୋଉମାନଙ୍କୁ ଲୋକମାନେ ଭରସା କରି ଭୋଟ ଦେଇଛନ୍ତି। କାଲି ବଡ ଆଶ୍ଚର୍ଯ୍ୟ ଲାଗିଲା, ଏତେ ବଡ ଘଟଣା ଘଟିଗଲା ପରେ ବିଧାୟିକା ଦେଖା ନାହିଁ, ଆଜି ଯାଇ ତାଙ୍କୁ ଦେଖା ମିଳୁନି। ଓଢ଼ଣା ପକେଇ ପୂଜା ଦର୍ଶନ କରି ଆର୍ଟିଫିସିଆଲ ରୋଲ କରି ଲୋକଙ୍କୁ ଭମିତ କରିବା ଅପେକ୍ଷା ଏ ଯେଉଁ ଅଘଟଣ ସମୟରେ ଲୋକଙ୍କ ସାଥିରେ ଚଟାଣ ଭଳି ଠିଆ ହେବା ଆବଶ୍ୟକ ଥିଲା। ତାଙ୍କର ଅନୁପସ୍ଥିତି, ନୀରବତା ବହୁତ ଆଡକୁ ଦିଗ ମାନେ ସନ୍ଦେଶ ଦଉଛି। ଆକୁ ଆମେ ଏଇ ଘଟଣାକୁ ନିନ୍ଦା କରୁଛୁ। ଆମର ମଧ୍ୟ କୋଉଠି ନା କୋଉଠି ଏ ଘଟଣା ପଛରେ ଏଇଟା ଗୋଟେ ସୁଚିନ୍ତିତ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି ଆମେ କୋଉଠି ନା କୋଉଠି ସେ ବାସ୍ନା ବାରୁଛୁ। ତାକୁ ପଲିଟିକାଲ ବା ରାଜନୈତିକ ସଂରକ୍ଷଣ ଦିଆଯାଉଛି ବୋଲି ଅନୁମାନ କରୁଛୁ। ଏ ସବୁ ପାଇଁ ଆମେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛୁ। ସୁରକ୍ଷା ଦୃଷ୍ଟିରେ ଦେଖାଯାଏ ତ୍ରୁଟି ରହିଛି କି ଜିଲ୍ଲା ପ୍ରଶାସନ ବା ପୋଲିସ ତରଫରୁ ତ୍ରୁଟି ରହିଛି କି ସୁରକ୍ଷା ବ୍ୟବସ୍ଥା? ଆପଣ ଜିଲ୍ଲା ପ୍ରଶାସନ, ଆପଣ ମାନେ କଟକ ସହର ଲୋକ, ବିଗତ ବହୁତ ପୂଜା ପାର୍ବଣର ଅନୁଭବ ଆପଣଙ୍କ ପାଖରେ ଅଛି। ଯୋଉ ଦିନ ଠାରୁ ନିର୍ଦ୍ଦିଷ୍ଟ ଦଳର ବ୍ୟକ୍ତି ଜିତିଛନ୍ତି, ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ ଜିତିଛନ୍ତି, ସେଇ ଦିନଠୁ ଆଜି ପର୍ଯ୍ୟନ୍ତ ଆପଣ ଦେଖନ୍ତୁ କୋଉଠି ନା କୋଉଠି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଦ୍ୱାରା ଭକ୍ତମାନେ ଆକ୍ରମଣର ଶିକାର ହଉଛନ୍ତି। ଏଇଟା ବି ଚିନ୍ତା କରିବାର ବିଷୟ। ଇଏ ଏକ ଆତର୍କିତ ଆକ୍ରମଣ ଥିଲା। ଏଇଟା ଗୋଟେ ଆତର୍କିତ ଆକ୍ରମଣ ଥିଲା। ନା ଏଇଟା ପୁରା ବିଲକୁଲ ଆପଣ ଠିକ କହିଛନ୍ତି। ଏଇଟା ବିଲକୁଲ ଏଇ ଗତକାଲି ରାତିର ଘଟଣା ନୁହେଁ। ଆ ପୂର୍ବରୁ ଯୋଉ ମଣ୍ଡଳ ହେଇଥିଲା ବି ସେଇ ରାମଙ୍କ ଗୀତ ଯେତେବେଳେ ବାଜୁଛି ଆକ୍ରମଣ ହଉଛି, ଅର୍ଥାତ୍ ଯୋଉମାନେ ଅସାମାଜିକ ତତ୍ତ୍ୱ ସେମାନେ ପ୍ରିପେୟାର ଅଛନ୍ତି। ଏଇଟା ଗୋଟେ ସଙ୍ଗୀନ ବିଷୟ, ଏଇଟା ବାରମ୍ବାର ଘଟୁଛି। ତେଣୁକରି ଆପଣଙ୍କ ମାଧ୍ୟମରେ ଆମେ ବ୍ୟକ୍ତିଗତ ଭାବେ ଭେଟିଛୁ ଏବଂ ପ୍ରଶାସନକୁ ନିବେଦନ କରୁ ଏଇ ଘଟଣାର ପୁନରାବୃତ୍ତି ନ ହଉ, କଠୋର ହାତରେ ମାନେ ସେମାନଙ୍କୁ ଦମନ କରାଯାଉ। ଆଉ ଆପଣ ମାନେ ମୋର ଯେତିକି ମାନେ ବ୍ୟକ୍ତିଗତ ଆଶ୍ୱସ୍ତି ଅଛି, ଗୋଟେ ବିଷୟ ପ୍ରଥମ ଥର ପାଇଁ ସିଧାସଳଖ ମୁଖ୍ୟମନ୍ତ୍ରୀ ଏ ବିଷୟକୁ ଗମ୍ଭୀରତାର ସହିତ ନେଇଛନ୍ତି। ନିଜେ ବାରମ୍ବାର ସେ ବିଷୟରେ ଦିଲ୍ଲୀରେ ଥାଇ ମଧ୍ୟ ଫଲୋଅପ୍ କରୁଛନ୍ତି ଏବଂ ଆକ୍ସନ ବହୁତ ସ୍ପିଡିଲି ହବ। ଆପଣ